ସକାଳ ଆଜିର ଏହି ଭର୍ଚୁଆଲ କ୍ଲାସରେ ଉପସ୍ଥିତ ଥିବା ସମସ୍ତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ୱାଗତ। ମୋର ନାମ ହେଉଛି ଫୁଲକି ନାୟକ। ମୁଁ RKPRN ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ। ବ୍ଲକ ହେଉଛି ସବଡେଗା। ପିଲାମାନେ ସମସ୍ତଙ୍କୁ ଗଳ୍ପ ଶୁଣିବାକୁ ବହୁତ ଭଲ ଲାଗୁଥିବ। ତମର ଯେଉଁ ସାହିତ୍ୟିକା ବହିରେ ଅଛି ଅଷ୍ଟମ ଶ୍ରେଣୀର ସାହିତ୍ୟିକା ବହିରେ ପଦ୍ୟ ଗଦ୍ୟ ଗଳ୍ପ ଏକାଙ୍କିକା ରହିଛି। ତାହେଲେ ଆଜି ଆମେ ସେହି ଗଳ୍ପ ବିଭାଗର ଡାକମୁନ୍ସି ଗଳ୍ପଟିକୁ ପଢ଼ିବା। କ'ଣ ଗଳ୍ପ ସବୁ ଲେଖିଥିଲେ? ଗଳ୍ପ ସ୍ୱଳ୍ପ ପ୍ରଥମ ଓ ଦ୍ୱିତୀୟ ଭାଗ। କାବ୍ୟ କବିତା। ଭ୍ରମଣ, ବୋଧାବତାର, ଉପହାର, ପୂଜା ଫୁଲ, ଅବସର ବାସରେ ଧୂଲି, ମୁଁ ହାଟ ବାହୁଡ଼ା। ଆଉ ତାଙ୍କର ଆତ୍ମଜୀବନୀ ଗୋଟେ ଲେଖିଥିଲେ, ଆତ୍ମଚରିତ। ତାହେଲେ ଏହା ହେଉଛି ଲେଖକଙ୍କ ପରିଚୟ। ସେ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ଅନୁବାଦକ, ଆତ୍ମଜୀବନୀ ଲେଖକ, ସମାଜ ସଂସ୍କାରକ ଓ ସମ୍ପାଦକ। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ସେ ଯଥାର୍ଥ ସେନାପତି ଥିଲେ। ତାହେଲେ ଏବେ ଆମେ ଗଳ୍ପଟିକୁ ପଢ଼ିବା। ଡାକମୁନ୍ସି ଏକ ପାରିବାରିକ କାହାଣୀ ଅଟେ। ପାରିବାରିକ କାହାଣୀ। ଏହି କ୍ଷୁଦ୍ର ଗଳ୍ପରେ ପିତା ପୁତ୍ରର କାହାଣୀ ବର୍ଣ୍ଣନା କରାଯାଇଛି। ପୁତ୍ର ସମାଜରେ ପ୍ରତିଷ୍ଠିତ ତାପରେ ପିତା ପୁତ୍ରର ସମ୍ପର୍କକୁ ଭୁଲି ଯାଇଛି। ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ସେ ଗୁରୁତ୍ୱ ଦେଉଛି। ଏହି ସାମାଜିକ ବ୍ୟବସ୍ଥାର ଅଧୋଗତିକୁ ଲେଖକ ମର୍ମେ ଉପଲବ୍ଧି କରି ରଚନା କରିଛନ୍ତି ଡାକମୁନ୍ସି ଗଳ୍ପ। ପିତାମାତାଙ୍କର ସେବା କରିବା ପ୍ରତ୍ୟେକ ପୁତ୍ରର ପବିତ୍ର କର୍ତ୍ତବ୍ୟ। ଏହି ଭାବର ଉଦ୍ରେକ ପାଇଁ ଲେଖକ ଉକ୍ତ ଗଳ୍ପ ରଚନା କରିଛନ୍ତି। ତାହେଲେ ଆମେ ଗଳ୍ପରେ କ'ଣ ଲେଖା ହେଇଛି, କେମିତି ପିତା ପୁତ୍ରର ସମ୍ପର୍କ ହେଇଛି ତାହା ଆମେ ଏହି ଗଳ୍ପରେ ଜାଣିବା। ହରି ସିଂ ସରକାରୀ କର୍ମରେ ବାହାଲ ହେଲା ଦିନ ଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ହରି ସିଂ ଜଣେ ବ୍ୟକ୍ତି ଅଟନ୍ତି। ସେ ସରକାରୀ କର୍ମଚାରୀରେ ବାହାଲ ହେଲା ଦିନ ଠାରୁ ନିଯୁକ୍ତ ହେଲା ଦିନ ଠାରୁ ମଫସଲ କହିଲେ ଗ୍ରାମାଞ୍ଚଳର ସାନ ବଡ଼ ଅନେକ ପୋଷ୍ଟ ଅଫିସକୁ ସେ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ସେ ପ୍ରଶଂସା ହେଇକିରି କାମ କରି ଆସିଲେଣି। ଆଜକୁ 10 ବର୍ଷ ହେଲା କଟକ ସହର ପୋଷ୍ଟ ଅଫିସରେ ବରାବର ରହି କର୍ମ କରୁଛନ୍ତି। 10 ବର୍ଷ ହେଲା ସେ କଟକ ସହରର ପୋଷ୍ଟ ଅଫିସରେ ବରାବର ରହି କର୍ମ କରୁଛନ୍ତି। ଭଲ ରୂପେ କର୍ମ କରିବାରୁ ପ୍ରମୋସନ ପାଇଲେଣି। ବର୍ତ୍ତମାନ ସେ ହେଡ୍ ପିଅନ। ସେ ଭଲ ଭାବରେ କାମ କରିଥିବାରୁ ତାଙ୍କୁ ପ୍ରମୋସନ ମିଳିଛି ଏବଂ ସେ ହେଡ୍ ପିଅନ ହେଇଛନ୍ତି। ଦରମା ମାସକୁ 9 ଟଙ୍କା। କଟକ ସହରରେ ସବୁ ଜିନିଷ କିଣା ନିଆ ଟିକକ ପାଇଁ ଦିଆସିଲିଟା ମଧ୍ୟ କିଣିବାକୁ ନ କିଣିଲେ ନୁହେଁ, ଦିଆସିଲି ମଧ୍ୟ କିଣିବାକୁ ପଡୁଥିଲା। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ 5 ଟଙ୍କାରୁ ଉଣା ଖରଚ ପଡ଼େ ନାହିଁ। ସେ ବହୁତ କଷ୍ଟରେ ଚଳୁଥିଲେ ଏବଂ ସେ କଷ୍ଟରେ ଚଳିକି ମଧ୍ୟ କାଟୁଥିଲେ। କୌଣସି ରୂପେ ଘରକୁ 4 ଟଙ୍କା ନ ପଠାଇଲେ ନୁହେଁ। ସେ 9 ଟଙ୍କା ରୋଜଗାର କରୁଥିଲେ ଏବଂ 5 ଟଙ୍କା ନିଜ ପାଇଁ ଖର୍ଚ୍ଚ କରୁଥିଲେ ଏବଂ 4 ଟଙ୍କା ସେ ଘରକୁ ପଠାଉଥିଲେ। ଘରେ ସ୍ତ୍ରୀ ଆଉ 8 ବର୍ଷର ପୁଅ ଗୋପାଳ। ଘରେ କିଏ କିଏ ରହନ୍ତି? ଘରେ ତାଙ୍କର ସ୍ତ୍ରୀ ଏବଂ 8 ବର୍ଷର ପୁଅଟିଏ ରହୁଥିଲେ। ତାଙ୍କ ପାଇଁ ସେ 4 ଟଙ୍କା ପଠାଉଥିଲେ। ମଫସଲ ଜାଗା 4 ଟଙ୍କାରେ କୌଣସି ରୂପେ ଟାଣଟୁଣା ହୋଇ ଚଳିଯାଏ।
ମଫସଲ ଜାଗା। ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ ମଫସଲ ଗ୍ରାମାଞ୍ଚଳରେ ରହୁଥିଲେ। ସେଥିପାଇଁ ସେମାନେ 4 ଅଣାରେ କଷ୍ଟେ ମଷ୍ଟେ କରି ଚଲୁଥିଲେ। ସେଥିରୁ ପଇସାଏ ଉଣା ହେଲେ ଅଚଳ। ସେଥିରୁ ଯଦି ଗୋଟିଏ ପଇସା ଉଣା ହେଲେ ସେମାନଙ୍କୁ ଚଳିବାକୁ ଅସୁବିଧା ହେଉଥିଲା। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢୁଥିଲା। ସ୍କୁଲରେ ଦରମା ମାସକୁ 2 ଅଣା। ସ୍କୁଲରେ 2 ଅଣା ଦେବାକୁ ପଡୁଥିଲା। ସ୍କୁଲ ଦରମା ଛଡା ଆଜି ବହି ଖଣ୍ଡେ, କାଲି ସ୍ଲେଟ କାଗଜ ଏସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶୀ ଖର୍ଚ୍ଚ ପଡେ। ଗୋପାଳର କୋଉ ଦିନ ସ୍ଲେଟ, ଖାତା, କଲମ ସବୁ କିଣିବାକୁ ପଡୁଥିଲା ଏବଂ ସେଇ ପଇସାରୁ ସେ ସବୁ ଜିନିଷ ସେମାନେ କିଣୁଥିଲେ। ଏପରି ଉପରି ଖର୍ଚ୍ଚ ପଡିଗଲେ ସେ ମାସରେ ଭାରି କଷ୍ଟ। ଯଦି ଅଧିକା ଖର୍ଚ୍ଚ ହୋଇଯାଉଥିଲା ତାହେଲେ ସେମାନଙ୍କୁ ଚଳିବାକୁ ବହୁତ କଷ୍ଟ ହେଉଥିଲା। ସେଦିନେ ବୁଢାକୁ ଉପାସ ରହିଯିବାକୁ ହୁଏ। ଉପାସ ହେଉ ପଛେ ମୋ ଗୋପାଳଟି ପଢୁ। ସେ ଅଭାବ ଅସୁବିଧା ହେଉଥିଲା ହେଲେ ମଧ୍ୟ ସେ ଉପାସରେ ମଧ୍ୟ ଦିନ କାଟୁଥିଲେ। କିନ୍ତୁ ସେ ଗୋପାଳର ପାଠପଢାକୁ ବେଶୀ ଗୁରୁତ୍ୱ ଦେଉଥିଲେ। ଗୋପାଳ କିପରି ଭଲ ଭାବରେ ଟିକେ ପଢିବ ସେଥିପ୍ରତି ସେମାନଙ୍କର ବେଶୀ ଧ୍ୟାନ ଥିଲା। ଆଚ୍ଛା, ସେଇ ଅନୁଚ୍ଛେଦର ଶବ୍ଦ ଅର୍ଥ ଗୁଡିକ ଖାତାରେ ଟିପି ନିଅ। ବାହାଲ ଅର୍ଥ ହେଉଛି ସ୍ଥାୟୀ ନିଯୁକ୍ତି। ଇଞ୍ଜାମ ହେଉଛି ପ୍ରଶଂସାର ସହିତ କାର୍ଯ୍ୟ ନିର୍ବାହ କରିବା। କର୍ମ କାମ। ବରାବର ନିୟମିତ। ଉଣା କମ୍। ମଫସଲ ଗାଁ ଅଞ୍ଚଳ। ଉପରି ଖର୍ଚ୍ଚ ଅଧିକ ଖର୍ଚ୍ଚ। 2 ଅଣା ବର୍ତ୍ତମାନ ମୂଲ୍ୟରେ 12 ପଇସାରୁ ସାମାନ୍ୟ ଅଧିକ। ପୋଷ୍ଟମାଷ୍ଟର ସର୍ଭିସ ବୁକ୍ ଦେଖି କହିଲେ। ଦିନେ କଣ ହେଇଛି, ପୋଷ୍ଟମାଷ୍ଟର ତାଙ୍କ ସର୍ଭିସ ବୁକ୍ କୁ କହିଲେ। କାହାର ସର୍ଭିସ ବୁକ୍? ହରି ସିଂଙ୍କର। ହରି ସିଂ, ତୁମର 55 ବର୍ଷ ବୟସ ହୋଇଗଲା, ପେନସନ ନେବାକୁ ହେବ। କଣ କହିଲେ ସେ ପୋଷ୍ଟମାଷ୍ଟର? ହରି ସିଂଙ୍କୁ କହିଲେ ଯେ ତମର 55 ବର୍ଷ ପୁରିଗଲା, ତମର ଚାକିରି ଶେଷ ହେଇଗଲା, ଏବେ ତୁମକୁ ପେନସନ ମିଳିବ। ପେନସନ ମିଳିବ କହିଲେ ସେ ଦରମା ଯେତିକି ପାଉଥିବେ ତାଠାରୁ ଅଧା ପଇସା ମିଳେ। ଆଉ ଚାକିରି କରିପାରିବ ନାହିଁ। କଣ କହିଲେ? ଚାକିରି କରିପାରିବ ନାହିଁ। ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡିଲା। ହରି ସିଂ ଶୁଣିକିରି କଣ ହେଲା, ତାଙ୍କ ମୁଣ୍ଡରେ ବଜ୍ର ପଡିଲା ଭଳିଆ ଲାଗିଲା। କଣ କରିବେ? ସଂସାର ଚଳିବ କିପରି? ସଂସାର ଯାହା ହେଉ ଗୋପାଳର ଯେ ପାଠ ପଢା ବନ୍ଦ। ଗୋପାଳ ଜନ୍ମଦିନ ଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି। କଣ କରିଛନ୍ତି ସେ ଗୋପାଳର ଜନ୍ମଦିନ ଠାରୁ ସେ ଉଚ୍ଚ ଆଶା ରଖିଛନ୍ତି ଗୋପାଳ ପାଇଁ ଯେ ମୋ ପୁଅ ଦିନେ ଭଲ ଚାକିରି କରିବ। ଗୋପାଳ ମଫସଲ ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ହେବ, ଏହା ସେ ଆଶା ରଖିଛନ୍ତି। ମାତ୍ର ଟିକିଏ ଇଂରେଜୀ ନ ଜାଣିଲେ ଏତେ ବଡ ଚାକିରିଟା ମିଳିବା ମୁସ୍କିଲ। ଯଦି ସେ ଇଂରେଜୀ ପାଠ ନ ଜାଣିବ ତାହେଲେ ସେ ସବ୍ ପୋଷ୍ଟମାଷ୍ଟର ହେଇପାରିବ ନାହିଁ, ଏହା ତାଙ୍କ ଉପରେ ପଶିଥିଲା। ତେଣୁ ତାଙ୍କର ସେଇ ଚାକିରି ସରିଯିବା କଥା ଶୁଣି ସେମାନଙ୍କୁ ବହୁତ ଚିନ୍ତା ହେଉଥିଲା ଏବଂ ମୋର ପୁଅଟା କିପରି ସେ ଇଂରେଜୀ ଶିକ୍ଷା ଟିକେ ଶିଖିବ ସେଥିରେ ସେ ତାଙ୍କୁ ବହୁତ ଚିନ୍ତା ହେଉଥିଲା। ଇଂରେଜୀ ଶିକ୍ଷା ନ ଜାଣିଲେ ସେ ଚାକିରିଟା ମିଳିବା ମୁସ୍କିଲ ବୋଲି ସେ ଜାଣିଥିଲେ। ମଫସଲରେ ସୁବିଧା ନାହିଁ। ଗ୍ରାମାଞ୍ଚଳରେ ସେ ସବୁ ଇଂରେଜୀ ଶିକ୍ଷା ଶିଖିବାର ସୁବିଧା ନଥିଲା। କଟକ ଆଣି ଇଂରେଜୀ ପଢାଇବାକୁ ହେବ। କଟକରେ ସେ ଇଂରେଜୀ ଶିକ୍ଷାଟା ସେ ଶିଖି ପାରିବ। ଚାକିରି ଗଲେ ତେଳେ ବଡ ଆଶାରୁ ଏକାବେଲେ ନିରାଶ। ତାଙ୍କର ଚାକିରି ଗଲା ଠାରୁ ସେ ନିରାଶ ହୋଇଛନ୍ତି। ଆଉ ତାଙ୍କର ଆଶା ନିରାଶ ହେଇଯାଇଛି। ସବୁବେଳେ ସେହି କଥା ଭାବି ଭାବି ଦେହଟା କଲାକାଟ ପଡିଗଲାଣି। ହରି ସିଂ ହରି ସିଂଙ୍କୁ ସବୁବେଳେ ଚିନ୍ତା ଲାଗୁଛି ଯେ ମୋ ପୁଅକୁ କେମିତି ପଢେଇବି, ମୋ ପୁଅକୁ କୋଉଠୁ ଟଙ୍କା ଆଣି ପଢେଇବି, ଏହା ସବୁ ଚିନ୍ତା କରି କରି ତାଙ୍କର ଦେହ କଲାକାଟ ପଡିଗଲା। ଦିନେ ଦିନେ ରାତିରେ ନିଦ ହୁଏ ନାହିଁ ତାଙ୍କୁ। ଦିନେ ଦିନେ ମଧ୍ୟ ନିଦ ହେଉନଥିଲା। ଭାବି ଭାବି ରାତି ପାହିଯାଏ। ସେ ରାତିରେ ସେଇ ଗୋଟିଏ କଥାକୁ ସେ ଭାବି ଭାବି ତାଙ୍କର କେମିତି ସେ ସକାଳ ହୋଇଯାଏ, ରାତିଟା ପାହିଯାଏ ଏବଂ ସକାଳ ହୁଏ।
ସେ ଜାଣିପାରୁନଥିଲେ। ଏ ଅନୁଚ୍ଛେଦର ଶବ୍ଦାର୍ଥକୁ ଟିପି ନିଅ ଖାତାରେ। ବଜ୍ର ଭାଙ୍ଗି ପଡ଼ିଲା। ବଜ୍ର ଭାଙ୍ଗି ପଡ଼ିଲା ମାନେ ହେଉଛି ଅଚାନକ ବିପଦ ପଡ଼ିବା। ଆଶା, ବଡ଼ ଆଶା। ମୁସ୍କିଲ, କଷ୍ଟସାଧ୍ୟ। ଉଲ୍ଲାସ, ହତାଶ। ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହରବାନୀ। ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହରବାନୀ। ହରି ସିଂଙ୍କୁ ପୋଷ୍ଟମାଷ୍ଟର ବହୁତ ଭଲ ପାଉଥିଲେ। ମେହରବାନୀ ମାନେ ହେଉଛି ଦୟା। ବସାରେ ଶରୀର ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ 2-4ଟା କାମ ଦାମ କରିଦେଇ ଆସନ୍ତି। ହରି ସିଂ ତାଙ୍କ ନିଜ କାମ ସାରିଲେ ମଧ୍ୟ ସେ ଆସି ମାଷ୍ଟର ବାବୁଙ୍କ ବସାକୁ ଯାଇ ତାଙ୍କର କାମ ଦାମ କରିକି ଆସୁଥିଲେ। ସଞ୍ଜବେଳେ ଗୋଟାଏ ଆରାମ ଚୌକିରେ ବାବୁ ଇଂରେଜୀ ଖବରକାଗଜ ପଢ଼ିବା ବେଳେ ସିଂହେ ଯେଉଁ କଡ଼ା ଗୁଡ଼ାକୁ ଚିଲମ ସାଜି ଦିଅନ୍ତି ସେପରି କେହି ଜାଣେ ନାହିଁ। ସେ ହରି ସିଂ କ'ଣ କରୁଥିଲେ? ଯେତେବେଳେ ସେ ଚୌକିରେ ବସି ପେପର ପଢ଼ୁଥିଲେ, ଖବରକାଗଜ ପଢ଼ୁଥିଲେ, ସେତିକି ବେଳେ ସେ କ'ଣ କରୁଥିଲେ ନା ସେ ତାଙ୍କର କଡ଼ା ଗୁଡ଼ାକୁ ଚିଲମ ସାଜି ଦେଉଥିଲେ ଏବଂ ସେ ତାଙ୍କୁ ଦେଉଥିଲେ। ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାକୁ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କି ଦେଲେ। ଦିନେ କ'ଣ କଲେ ସେ ବାବୁଙ୍କ ପାଇଁ ସେ କଡ଼ା ଚିଲମ ଖଞ୍ଜିକିରି ସେ ତାଙ୍କୁ ଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ଭଳି ବାହାରିଲା କ'ଣ? ପାଇପରୁ ବାହାରିଲା କ'ଣ? ଧୂଆଁ ଗୁଡ଼ାକ ଭକ୍ ଭକ୍ କରି ବାହାରୁଛି। ଟିକିଏ ଟିକିଏ ଆଖି ବୁଜି ଆସିଲାଣି। ସେ କ'ଣ କରୁଛନ୍ତି? ସେ ବାବୁ ସେ ତାଙ୍କର ଯେଉଁ ଚିଲମ ସେଟା ଟାଣୁଛନ୍ତି ଏବଂ ତାଙ୍କ ମୁହଁରୁ ସେ ଧୂଆଁଟା ଭକ୍ ଭକ୍ ହୋଇକି ବାହାରୁଛି ଏବଂ ତାଙ୍କର ଆଖିଟା ମୁଜି ହେଇ ଯାଉଛି। ସେ ବୁଝିନେଲେ ଏଇଟା ଠିକ ସମୟ। ହରି ସିଂ କ'ଣ କହିଲା? ଏଇଟା ହେଉଛି ଠିକ ସମୟ। ଆଉ ସିଂହେ ବାବୁଙ୍କ ଗୋଡ଼ ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍ ଭକ୍ତି, ଖୁବ୍ ବିନୟ, ଖୁବ୍ ଧୀର, ଖୁବ୍ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ସମସ୍ତ କଥା ଜଣାଇଲେ। କ'ଣ କଲେ ହରି ସିଂ? ଏହି ସମୟରେ ଯେତେବେଳେ ପୋଷ୍ଟମାଷ୍ଟରଙ୍କର ଆଖି ମୁଜି ହେଇଯାଉଛି ସେହି ସମୟରେ ଏଟା ଠିକ ସମୟ ବୋଲି ସେ ତାଙ୍କର ଦୁଃଖ ସୁଖ ସବୁ ନମସ୍କାର କରି ଜଣାଇ ସବୁ ଜଣେଇଲେ ଏବଂ ଗୋପାଳ ସମ୍ବନ୍ଧରେ ତାହାଙ୍କର ଯେଉଁ ଉଚ୍ଚ ଆଶା, ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା ଅଛି ସେ ସବୁ ମଧ୍ୟ ଜଣାଇବାକୁ ପାସରିଲେ ନାହିଁ। କାହିଁକିନା ସେ ତାଙ୍କୁ ଗୁହାରି କରିକି ଜଣେଇଲେ ମୋ କଥା ଶୁଣିବେ ବୋଲି ସେ ଆଶା କରି ତାର ଦୁଃଖ ସୁଖ ସବୁ ପୋଷ୍ଟମାଷ୍ଟର ବାବୁଙ୍କୁ ଶୁଣେଇଲେ। ମୋ ଇଚ୍ଛା ସବୁ ପୂରଣ କରିବେ, ସାହାଯ୍ୟ କରିବେ ବୋଲି ସେ ସବୁ କଥା ଶୁଣେଇଲେ। ବାବୁ ସେଇ ପୋଷ୍ଟମାଷ୍ଟର ବାବୁ କ'ଣ କଲେ? ସେହିପରି ସେଇ ନୟନ ମୁଦ୍ରିତାବସ୍ଥା ମାନେ କ'ଣ? ତାଙ୍କର ଯେତେବେଳେ ସେ ଚିଲମଟା ଟାଣୁ ଟାଣୁ ତାଙ୍କର ଆଖି ବୁଜି ହେଇଯାଇଛି ସେହି ସମୟରେ ଧୀର ଗମ୍ଭୀର ଭାବରେ କହିଲେ। କିଏ? ବାବୁ ଗମ୍ଭୀର ଭାବରେ କହିଲେ, ଆଚ୍ଛା ଦରଖାସ୍ତ ଖଣ୍ଡେ ଲେଖି ଆଣ। କ'ଣ କହିଲେ? ଆଚ୍ଛା ଦରଖାସ୍ତ ଖଣ୍ଡେ ଲେଖି ଆଣ। ବାବୁଙ୍କର ସାହସ ଥିଲା। କାରଣ ପୋଷ୍ଟାଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ବାବୁମାନେ ଆସିଲେ ପୋଷ୍ଟମାଷ୍ଟର ବାବୁଙ୍କ ଠାରେ ବାବୁଙ୍କ ବସାରେ ରହନ୍ତି। ଉପରିସ୍ଥ ପୋଷ୍ଟାଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ମାନେ ଆସିଲେ ତାଙ୍କ ବସାରେ ରହନ୍ତି। ଆଉ ଉପର ହାକିମ ମାନଙ୍କ ମନ ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ ସେଥିରେ ସେ ହାକିମ ବାବୁ ମାନଙ୍କ ପାଇଁ ଯାହା ଖାଇବାର ଦରକାର ସେଥିରେ କୌଣସି ତ୍ରୁଟି ହୁଏ ନାହିଁ। ସେମାନଙ୍କୁ ଯାହା ଇଚ୍ଛା ତାହା ସେମାନେ ଯୋଗାଇ ଦେଇଥାନ୍ତି।
ସେ ରାତ୍ରିରେ ପୋଷ୍ଟମାଷ୍ଟର ବାବୁ ହରି ସିଂ କରି ଥର ପାଟି ବାର ଶୁଣାଯାଏ। ସେ ରାତିରେ କଣ ହଉଥିଲା, ସେ ବାବୁ କଣ ଡାକୁଥିଲେ, ହରି ସିଂ ବୋଲି ପାଟି କରୁଥିଲେ। ଆଉ ହରି ସିଂ ପୁରୁଣା ଲୋକ, ହରି ସିଂ କଣ ପୁରୁଣା ଲୋକ। ଢେର ହାକିମ ହୁକାମ ଅମଳ କଲେଣି। କାହାର କି ରକମ ମିଜାଜ, କିଏ କାହିଁରେ ଖୁସି ଜାଣନ୍ତି। ସେଦିନ ଅଧରାତି ଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ। ସେଦିନ କଣ ହେଇଥିଲା, ସେ ହରି ସିଂହେ ତାଙ୍କ ବସାରେ, ପୋଷ୍ଟମାଷ୍ଟରଙ୍କ ବସାରେ ଅଧରାତି ଯାଏ ସେ ସେଠି ଏବଂ ସେଠି ସବୁ କାମଧାମ କରି ସବୁ ତାଙ୍କୁ ଖାଇବା ବ୍ୟବସ୍ଥା ସବୁ କିଛି ତାଙ୍କର ଦୁଃଖ ସୁଖ ବୁଝିଥିଲେ। କାରଣ ଓଡ଼ିଶାର କଦର୍ଯ୍ୟ ହାୱା ହେତୁରୁ କେହି ବାବୁ ହଠାତ୍ ପୀଡ଼ିତ ହୋଇ ବାନ୍ତି ବୁନ୍ତି କରି ପକାଇଲେ ହୁସିଆର ସିଂହେ ସୋଡ଼ା, କାଗଜି ଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି। ଖାଇବା ପିଇବାରେ କିଛି ଅସୁବିଧା ହୁଏ, ତାହେଲେ ସେ ହରି ସିଂ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି ଏବଂ ତାଙ୍କୁ କାଗଜି ଲେମ୍ବୁ, ସୋଡ଼ା ଇତ୍ୟାଦି ସେମାନଙ୍କୁ ଯୋଗାଇ ଦେଇ ତାଙ୍କର ଦେହ ଠିକ କରିଥାନ୍ତି ଏବଂ ଅସୁବିଧା ହେବାକୁ ଦେଉ ନଥିଲେ। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଯେତେବେଳେ ବାବୁମାନେ ସମସ୍ତେ ଶୋଇପଡ଼ନ୍ତି, ସେ କଣ କରେ, ସେଇ ଅଧରାତିରେ ଆସିକି ପୁଣି ନିଜ ପାଇଁ ସେ ରୋଷେଇବାସ କରି ନିଜ ଘରେ ଖାଆନ୍ତି। ଏହି ସୂତ୍ରରେ ସିଂହେ ଉପରବାଲା ହାକିମ ମାନଙ୍କ ଠାରେ ପରିଚିତ। ଏତେ ପରିଶ୍ରମ କରି ସେମାନଙ୍କୁ ସବୁ ଖାଦ୍ୟପେୟର ବ୍ୟବସ୍ଥା କରିଥିବାରୁ ସେ ହରି ସିଂଙ୍କୁ ହାକିମ ମାନେ ସମସ୍ତେ ଭଲ ଭାବରେ ଜାଣିଥିଲେ। ସିଂହେ ମଧ୍ୟ ଭଲ ଭାବରେ ପରିଚିତ ହୋଇଥିଲେ। ଏ ଅନୁଚ୍ଛେଦର ଶବ୍ଦ ଅର୍ଥ ଗୁଡ଼ିକ ଟିପ ଖାତାରେ ଟିପିକି ନିଅ। ମେହରବାନୀ, ଦୟା, ଅନୁକମ୍ପା। ମେହରବାନୀର ଅର୍ଥ ହେଉଛି ଦୟା, ଅନୁକମ୍ପା। ମୁକରିର ନିଯୁକ୍ତ, ଦଣ୍ଡବତ, ନମସ୍କାର। ଆପଣାର, ନିଜର। ହାଲ, ଅବସ୍ଥା। ଚୁମ୍ବକ, ଟିକିନିଖି। କୌଶଳ, ଉପାୟ। ହାଜର, ଉପସ୍ଥିତ, ପହଞ୍ଚିବା। ବିଧାନ, ମିଜାଜ, ମନର ଅବସ୍ଥା, ମାନସିକ ସ୍ଥିତି। ନୟନ ମୁଦ୍ରିତାବସ୍ଥା, ଆଖି ବୁଜିବା ଅବସ୍ଥାରେ। ଆସରିବା, ଭୁଲିଯିବା। ହେବ, ଭୁଲ ହେବା। ଢେର, ବହୁତ। କଦର୍ଯ୍ୟ, ଖରାପ। ଶୟନ, ଶୋଇବା। ବସାରେ, ଘରରେ। ସଞ୍ଜବେଳେ, ସନ୍ଧ୍ୟାବେଳେ। ରକମ, ପ୍ରକାର। ହରି ସିଂଙ୍କ ଦରଖାସ୍ତ ପିଠିରେ ମାଷ୍ଟର ବାବୁ ଭଲ ରୂପେ ସୁପାରିଶ କରି ସଦରକୁ ପଠାଇଦେଲେ। ମାଷ୍ଟର ବାବୁ କଣ କଲେ, ହରି ସିଂ ଦେଇଥିବା ଦରଖାସ୍ତରେ ସେ ଭଲ ରୂପେ ଦସ୍ତଖତ କରି ସେ ଉପରକୁ ପଠାଇଦେଲେ, ସଦରକୁ ପଠାଇଦେଲେ। ଦିନ ମଧ୍ୟରେ ଏକ୍ସଟେନସନ ହୁକୁମ ପହଞ୍ଚିଲା। କଣ ହେଲା, ସେ ଦରଖାସ୍ତ ପଠାଇବାରୁ ଅର୍ଡର ଆସିକି ପହଞ୍ଚିଲା। କଣ ହେଲା, ଅଳ୍ପ ଦିନ ମଧ୍ୟରେ ଏକ୍ସଟେନସନ ହୁକୁମ ପହଞ୍ଚିଲା। ତ ମହାଖୁସି, ତାଙ୍କର ବଢିଗଲା। ଏଇ ଖୁସି ଖବରଟା ଗାଁକୁ ଲେଖି ପଠାଇଲେ। ସେ କଣ କଲେ, ତାଙ୍କର ଯୋଉ 2 ବର୍ଷ ଚାକିରି କାଳ ବଢିଗଲା, ସେଥିରେ ଖୁସି ଖବରଟାକୁ ସେ ଗାଁକୁ ଲେଖି ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡିଥାନ୍ତି। ଚାକିରି ସରିଗଲେ ତାଙ୍କର ମନଟା ବହୁତ ଖରାପ ହେଇଥିଲା। ପୁଣି ଏବେ ଶୁଭ ଖବରଟେ ମିଳି ତାଙ୍କୁ ବହୁତ ଖୁସି ଲାଗୁଛି।
ଭବିଷ୍ୟତ ବିଧାତା କାହା ପାଇଁ କ'ଣ ବିଧାନ କରୁଛନ୍ତି ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ। ବୁଦ୍ଧଙ୍କର ଏତେ ବଡ଼ ଆନନ୍ଦଟା ପାଣି ଫୁଟକା ପରି ଫାଟିଗଲା। ସେ ହରିସିଂ ତାଙ୍କର ଚାକିରି କାଳ 2 ବର୍ଷ ବଢ଼ିଗଲା। ସେଥିରେ ସେ ଖୁସି ହେଇଗଲେ। କିନ୍ତୁ କ'ଣ ହେଲା, ସେ ଖୁସି ହେବା ସଙ୍ଗେ ସଙ୍ଗେ ତାଙ୍କର କ'ଣ ହେଇଛି, ଆନନ୍ଦଟା, ସେ ଖୁସିଟା ପାଣି ଫୁଟକା ପରି ଫାଟିଗଲା। କ'ଣ ହେଲା, ପାଣି ଫୁଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା। ଘରୁ ଗୋଟିଏ ସେ ତାଙ୍କ ପାଖକୁ ଚିଠି ଆସିଲା। ସେ ଚିଠିରେ କ'ଣ ଖବର ଥିଲା? ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ। କ'ଣ ହେଇଛି, ସେ ଘରୁ ତାଙ୍କ ପୁଅ ସେ ଚିଠି ଲେଖିକି ଦେଇଛନ୍ତି। ସେଥିରେ କ'ଣ ହେଇଛି, ତାଙ୍କ ମାଆଙ୍କର ସନ୍ନିପାତ ହେଇଛି, ସେ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜୀବନର ଆଶା ନାହିଁ। କ'ଣ ହେଇଛି, ସେ ତାଙ୍କ ମାଆର ହରିସିଂଙ୍କର ସ୍ତ୍ରୀଙ୍କର ଜୀବନର ଆଶା ନାହିଁ। ସେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ। ସେ ତାକୁ ପଢ଼ି ନିଜେ ପଢ଼ିଲେ ଏବଂ ସେ ପୋଷ୍ଟମାଷ୍ଟର ବାବୁଙ୍କୁ ସେ ଦେଖେଇଲେ। ବାବୁ ବଡ଼ ଦୟାଳୁ ଲୋକ। ପୋଷ୍ଟମାଷ୍ଟର ବାବୁ କ'ଣ, ହରିସିଂଙ୍କ ପ୍ରତି ତାଙ୍କର ଦୟା ବହୁତ। ସେ ଚିଠି ଖଣ୍ଡକ ଦେଖି ଦୟା କରି ତତ୍କ୍ଷଣାତ୍ ଛୁଟି ଦେଲେ। କ'ଣ କଲେ, ସେ ଖବର ଶୁଣିକିରି, କିଏ ପୋଷ୍ଟମାଷ୍ଟର ବାବୁ ସେ ଖବରଟାକୁ ଶୁଣିକିରି କ'ଣ କଲେ, ତତ୍କ୍ଷଣାତ୍ ମାନେ ଅତି ଶୀଘ୍ର ସାଙ୍ଗେ ସାଙ୍ଗେ କ'ଣ କଲେ, ଛୁଟି ତାଙ୍କୁ ଦେଇଦେଲେ। ଘରକୁ ଯିବା ପାଇଁ ତାଙ୍କୁ ଛୁଟି ଦେଇଦେଲେ। ଏକ ନିଶ୍ୱାସରେ ଘରକୁ ଧାଇଁଲେ। ସିଂହେ କ'ଣ କଲେ, ଏକ ନିଶ୍ୱାସରେ ସେ ଘରକୁ ପଳେଇଲେ। ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ଗଲା। ଘରକୁ ପହଞ୍ଚିଛନ୍ତି ଆଉ ଦେଖିଛନ୍ତି ଯେ ତାଙ୍କର ଆଖିର ଜ୍ୟୋତି ହଜିଗଲା। ଆଖିର ଜ୍ୟୋତି ଗଲା ମାନେ କ'ଣ, ତାଙ୍କ ସ୍ତ୍ରୀ ଆଉ ନାହାନ୍ତି। ଜଗତଟା ଯେମନ୍ତ ଅନ୍ଧକାରମୟ। ସେ ଜଗତଟା ମାନେ ଏ ତାଙ୍କ ଦୁନିଆଟା, ତାଙ୍କ ପୃଥିବୀଟା ତାଙ୍କ ପାଇଁ ଅନ୍ଧାରମୟ। ସ୍ତ୍ରୀ ଆଉ ନାହାନ୍ତି, ତାଙ୍କ ସଂସାରଟା ଆଉ ନାହିଁ। ତାଙ୍କ ସଂସାର ଭାଙ୍ଗି ପଡ଼ିଲା। ସେଥିପାଇଁ କ'ଣ ହେଇଛି, ତାଙ୍କର ସଂସାରଟା ତାଙ୍କ ପାଇଁ ଅନ୍ଧାରମୟ ହେଇଗଲା। ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି। ସ୍ତ୍ରୀ ଆଉ ନାହାନ୍ତି, ଶେଷ ହେଇଗଲେଣି। ସ୍ୱାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ। ସେ ତାଙ୍କର ସେଇଟା ଜୀବନ ଯିବା ସମୟ, ତାଙ୍କ ସ୍ୱାମୀକୁ ସେ ଅପେକ୍ଷା କରିଥିଲେ। ସମୟରେ ସେ ଭଲ କରି ଅନେଇଲେ। ସ୍ୱାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ। 2 ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ। ସେ କ'ଣ କରିଛନ୍ତି, ତାଙ୍କ ସ୍ତ୍ରୀ ସେ କ୍ଷୀଣ ଦୃଷ୍ଟିରେ ଭଲ କରି ଅନେଇଲେ ଏବଂ 2 ହାତକୁ ଅଳ୍ପ ଉଠାଇ କ'ଣ କଲେ, ସ୍ୱାମୀ ଗୋଡ଼ ଧୂଳି ନେବାକୁ ସେ ଠାରିଲେ। ତାଙ୍କ ସ୍ୱାମୀଙ୍କର ଗୋଡ଼ ଧୂଳି ଟିକେ ନେବାକୁ ସେ ଚାହିଁଲେ। ପାଇଁକି ଅନାଇ ରହିଥିଲେ। ମୋ ସ୍ୱାମୀ ଆସିଲେ, ମୋ ଶେଷ ମୁହୂର୍ତ୍ତ ସମୟରେ ମୋ ସ୍ୱାମୀ ଆସିବେ ଏବଂ ତାଙ୍କର ମୁଁ ପାଦ ଧୂଳି ନେଇକି ମୁଁ ମୋର ନିଶ୍ୱାସ ତ୍ୟାଗ କରିବି। ଏହା ସେ ଅପେକ୍ଷା କରି ରହିଥିଲେ। ସବୁ ଶେଷ ହେଲା। କ'ଣ ହେଇଗଲା, ସବୁ ଶେଷ ହୋଇଗଲା। ହରିସିଂଙ୍କୁ ବହୁତ ନିଶ୍ଚୟ ଦୁଃଖ ଲାଗିଥିବ, କାହିଁକି ନା ତାଙ୍କର ସ୍ତ୍ରୀ ସବୁଦିନ ପାଇଁ ସେ ସଂସାରରୁ ଚାଲିଗଲେ। ତାଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ତାଙ୍କର ସଂସାରଟା ଭାଙ୍ଗିଗଲା ମାନେ କ'ଣ ହେଲା, ତାଙ୍କର ପ୍ରକୃତ ଗୃହଟା ଭଗ୍ନ ହେଲା। ତାଙ୍କର ସଂସାର ଜୀବନ ଭାଙ୍ଗିଗଲା। ସେ ଘରର ମାଲମତା 2 ଖଣ୍ଡ ବିକିଦେଇ ପିଲାଟିକୁ ଧରି କଟକ ପଳାଇ ଆସିଲେ। ସେ କ'ଣ କଲେ, ଆଉ ଘରେ ଆଉ କେହି ନାହାନ୍ତି। ତାଙ୍କର ସ୍ତ୍ରୀ ଏବଂ ତାଙ୍କର ପିଲା ଖାଲି ଥିଲେ। ତାଙ୍କ ସ୍ତ୍ରୀର ଦେହାନ୍ତ ହେଇଗଲା। ସେ ସଂସାରରୁ ଚାଲିଗଲେ। ତ ଏବେ ପିଲାଟିକୁ ସେ ତାଙ୍କର କ'ଣ ଅଛି, ତାଙ୍କ ଉଦ୍ଦେଶ୍ୟ ଅଛି ସେ
ପିଲାଟି को ଯେମିତି ହେଲେ ମଣିଷ କରିବେ ସେ ତାଙ୍କର ଉଚ୍ଚ ଆଶା ସେଇଥିରେ ରହିଛି। ସେ ଘରର ମାଲମତା ମାନେ ସାମାନ ପତ୍ର କିଛି ଘରର ଥିଲା ସେ ସାମାନ ପତ୍ରକୁ ସେ 2 ଖଣ୍ଡ ବିକି ଦେଇ ପିଲାଟିକୁ ଧରି ସେ ଆଗରୁ କହୁଥିଲେ ସେ ମଫସଲିଆ ଜାଗାରେ ଇଂରେଜୀ ତ ନ ଜାଣିଲେ ସେ ତାଙ୍କ ପୁଅ ପୋଷ୍ଟ ମାଷ୍ଟର ହେଇପାରିବ ନାହିଁ। ତେଣୁ ସେ ଘରରେ ଯେତିକି ସାମାନ ପତ୍ର ଅଛି ସେ ସାମାନ ପତ୍ର ସେଇ ପିଲାଟିକୁ ଧରି ଆସିଲେ। ଗୋପାଳ ମାଇନର ପଢେ। ଗୋପାଳ କେତେ ପଢୁଥିଲା? ମାଇନର ପଢେ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ। ହରିସିଂହଙ୍କର ଏବେ ବହୁତ ଭାରି କଷ୍ଟ। ପେନସନ ହୋଇଗଲାଣି। ଭାରି ଅଚଳ। ପେନସନ ହୋଇଗଲାଣି ଭାରି ଅଚଳ। ସେ ତାଙ୍କର ପେନସନଟା ବି ତାର ମାନେ ପେନସନ ମଧ୍ୟ ବହୁତ କଷ୍ଟ। ଘରେ ଲୋଟା କଂସା ଯାହା 2 ଖଣ୍ଡ ଥିଲା ଘରେ ଯେଉଁ ଲୋଟା କଂସା ମାନେ ବାସନ ବର୍ତ୍ତନ ଯାହା 2 ଖଣ୍ଡ ଥିଲା ବିକି ଖାଉଛନ୍ତି। ଚାକିରିରେ ଥିଲାବେଳେ ଅତି କଷ୍ଟରେ ମାସକୁ 2-4 ଅଣା ସଞ୍ଚ 5 ଟଙ୍କାରେ ଚଲୁଥିଲେ। ସେଥିରୁ ମଧ୍ୟ ସେ କିଛି ପେଟ କାଟି କିଛି 2 ଅଣା ଟଙ୍କା ତାଙ୍କ ସେଭିଙ୍ଗସ୍ ବ୍ୟାଙ୍କରେ ସେ ପାଲ ପଛରେ ମାଇନର ପଢାରେ ସବୁ ସାରିଲେ। ସେ ତାର ମାଇନର ପଢାରେ ସେ ସବୁ ଟଙ୍କା ସେ ସାରିଦେଲେ। ତାଙ୍କର ପ୍ରବଳ ଆଶା ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିବ। ଗୋପାଳ କଣ ଆଶା କରୁଥିଲେ? ସେ ସିଂହଙ୍କର ପ୍ରବଳ ଆଶା ଯେ ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିବ। ସେ ସବୁବେଳେ ତାଙ୍କ ପୁଅର କଥା ଚିନ୍ତା କରୁଛନ୍ତି ଯେ ମୋ ପୁଅ ଟିକେ ଭଲ ପାଠ ପଢିଲେ ସେ ଭଲ ମଣିଷ ହେବ, ଭଲ ଚାକିରିଟିଏ କରିବ, ତାହେଲେ ଆମର ଯେତିକି ପରିବାରରେ ଆମର ଯେତିକି କଷ୍ଟ ଦୁଃଖ କଷ୍ଟ ଅଛି ସବୁ ମେଣ୍ଟିଯିବ। ସବୁ ଏବଂ ଆମର ମାନେ ପାରିବାରିକ ହେଇଯିବ ବୋଲି ସେ ସବୁବେଳେ ଆଶା ରଖି ଚଲୁଥାଏ। ଗୋପାଳ ମଧ୍ୟ କେତେ ଥର ଭରସା ଦେଇ କହିଲାଣି। ଗୋପାଳ ମଧ୍ୟ କେତେ ଥର ତା ବାପାଙ୍କୁ ଭରସା ଦେଇ କହିଲାଣି ଯେ ବାପା ଧାର କରଜ କରି ମତେ ପଢାଅ। ବାପା ମତେ ଧାର କରଜ କରି ପଢାଅ। ଚାକିରି କରି ସୁଝିବି। ଗୋପାଳ କଣ କହୁଛି? ତା ବାପାଙ୍କୁ କଣ କହୁଛି ଯେ ବାପା ମତେ ତମେ ଯୋଉଠୁ ବି ଟଙ୍କା ପଇସା ଆଣି ଯାହା ପାଖରୁ ବି ମାଗି ଆଣି କରଜ କରିକିରି ଆଣି ମତେ ପାଠ ପଢାରେ ସାହାଯ୍ୟ କର। ମୁଁ ନିଶ୍ଚିତ ଭାବରେ ପାଠ ପଢି ଦିନେ ମଣିଷ ହୋଇ ମୁଁ ଧାର କରଜ ହୋଇଥିବ ନିଶ୍ଚିତ ଭାବରେ ସୁଝିବି ଏବଂ ତୁମକୁ ମଧ୍ୟ ଭଲ ଭାବରେ ମୁଁ ରଖିବି। ଆନନ୍ଦରେ ରହିବା ବୋଲି ସେ ସବୁବେଳେ ତା ବାପାକୁ କହୁଥିଲେ। ଏବଂ ସେ ମଧ୍ୟ ଗୋଟିଏ ଉଚ୍ଚ ଆଶା ରଖି ତାଙ୍କ ଜୀବନରେ ପଢୁଥିଲେ ଏବଂ ପୁଅର ପାଠ ପଢା ଦେଖି ସେ କରଜ କରିବାକୁ ସେ ପଛାଉ ନଥିଲେ ଏବଂ ସେ ମୋ ପୁଅ କେମିତି ଭଲ ପଢିବ, ଭଲ ଚାକିରିଟି କରିବ, ସେଥିରେ ସେ ଅନୁଚିତର ଅର୍ଥ ଗୁଡ଼ିକୁ ଟିପିନିୟ ଖାତାରେ ସୁପାରିଶ ତାର ଭଲ ପାଇଁ ଅନୁରୋଧ। ସୁପାରିଶ ଅର୍ଥ ହେଉଛି ତାର ଭଲ ପାଇଁ ଅନୁରୋଧ। ତତ୍କ୍ଷଣାତ୍ ସଙ୍ଗେ ସଙ୍ଗେ ଆଦେଶ ଦେବା, ଅନାଇବା, ଦେଖିବା, ଭଗ୍ନ ହେବା, ଭାଙ୍ଗିଯିବା, ମାଲମତା। ତାହେଲେ ପିଲାମାନେ ଗଳ୍ପଟିକୁ ତମେ ଶୁଣିଲ ଏବଂ ଜାଣିଲ। ଏବେ କେତେ କରିବା? ମୁଁ ତୁମକୁ ପ୍ରଶ୍ନ ପଚାରୁଛି, ତମେ ଉତ୍ତର କହିବ। ଗୋଟିଏ ବା 2ଟି ବାକ୍ୟରେ ଉତ୍ତର ଦିଅ। କାକମୁନ୍ସି ଗଳ୍ପକୁ କିଏ ରଚନା କରିଛନ୍ତି? କାକମୁନ୍ସି ଗଳ୍ପକୁ କିଏ ରଚନା କରିଛନ୍ତି? ହଁ ପିଲାମାନେ? ଫକୀରମୋହନ ସେନାପତି। ଫକୀରମୋହନ ସେନାପତି। ଭେରି ଗୁଡ। ଫକୀରମୋହନ ସେନାପତି। ଫକୀରମୋହନ ସେନାପତି ଡାକମୁନ୍ସି ଗଳ୍ପ ରଚନା କରିଛନ୍ତି।
ହରି ସିଂ କେଉଁ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିଲେ? କଟକର ସଦର ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିଲେ। ବାକ୍ୟରେ ଉତ୍ତର ଦେବ। ହରି ହରି ସିଂ ସିଂ କଟକର ହଁ ହରି ସିଂ କଟକର ସଦର ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିଲେ। ମାସିକ ଦରମା ରୂପେ ହରି ସିଂଙ୍କୁ କେତେ ଟଙ୍କା ମିଳୁଥିଲା? ମାସିକ ଦରମା ରୂପେ ହରି ସିଂଙ୍କୁ 9 ଟଙ୍କା ମିଳୁଥିଲା। ଭେରି ଗୁଡ୍। ମାସିକ ଦରମା ରୂପେ ହରି ସିଂଙ୍କୁ 9 ଟଙ୍କା ମିଳୁଥିଲା। ହରି ସିଂ ଘରକୁ କେତେ ଟଙ୍କା ପଠାଉଥିଲେ? ହରି ସିଂ 4 ଟଙ୍କା। 4 ଟଙ୍କା। ହରି ସିଂ ଘରକୁ 4 ଟଙ୍କା ପଠାଉଥିଲେ। ପୋଷ୍ଟମାଷ୍ଟର ବାବୁ କେତେବେଳେ ଇଂରାଜୀ ଖବର କାଗଜ ପଢୁଥିଲେ? ସନ୍ଧ୍ୟା ବେଳେ ଗୋଟିଏ ଆରାମ ଚୌକିରେ ବସି ଇଂରାଜୀ ଖବର କାଗଜ ପଢୁଥିଲେ। କେବଳ ସନ୍ଧ୍ୟା ବେଳେ ଖବର କାଗଜ ପଢୁଥିଲେ। ପୋଷ୍ଟମାଷ୍ଟର ବାବୁ ସଞ୍ଜ ବେଳେ ଇଂରାଜୀ ଖବର କାଗଜ ପଢୁଥିଲେ। ହରି ସିଂଙ୍କୁ ପୋଷ୍ଟମାଷ୍ଟର ବାବୁ କାହିଁକି ଭଲ ପାଉଥିଲେ? ହରି ସିଂଙ୍କୁ ପୋଷ୍ଟମାଷ୍ଟର ବାବୁ କାହିଁକି ଭଲ ପାଉଥିଲେ? ହରି ସିଂଙ୍କ ସେବା ପରାୟଣତା ଯୋଗୁଁ ପୋଷ୍ଟମାଷ୍ଟର ବାବୁ ତାଙ୍କୁ ଭଲ ପାଉଥିଲେ। ହରି ସିଂ ପୋଷ୍ଟମାଷ୍ଟର ବାବୁଙ୍କର ବହୁତ ସେବା କରୁଥିଲେ କି ନାହିଁ? ସେବା କରିବା ପାଇଁ ତାଙ୍କୁ ବେଶୀ ଭଲ ପାଉଥିଲେ। ପୋଷ୍ଟମାଷ୍ଟର ବାବୁ ହରି ସିଂଙ୍କୁ ବେଶୀ ଭଲ ପାଉଥିଲେ। ପୋଷ୍ଟମାଷ୍ଟର ବାବୁଙ୍କର ସବୁ କାମ ସେ କରିଦେଉଥିଲେ, ତେଣୁ ସେ ଭଲ ପାଉଥିଲେ। ହରି ସିଂଙ୍କ ସେବା ପରାୟଣତା ଯୋଗୁଁ ପୋଷ୍ଟମାଷ୍ଟର ବାବୁ ତାଙ୍କୁ ଭଲ ପାଉଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ହରି ସିଂ କଣ କଲେ? ପତ୍ନୀଙ୍କ ମୃତ୍ୟୁ ପରେ ହରି ସିଂ ଘରରେ ଥିବା ଲୋସା କହ, ଯାହା ଜାଣିଛ କହ। ପତ୍ନୀଙ୍କ ମୃତ୍ୟୁ ପରେ ହରି ସିଂ ଘରରେ ଥିବା ଲୋଟା କଂସା 2 ଖଣ୍ଡ ଥିଲା, ତାହାକୁ ବିକି କଟକକୁ ଦେଇ ଦେଖ, ପତ୍ନୀଙ୍କ ମୃତ୍ୟୁ ପରେ ଘରେ ଯାହା କିଛି ଜିନିଷ ପତ୍ର ଥିଲା ବିକି ଦେଇ ହରି ସିଂ ପୁଅକୁ ଧରି କଟକ ପଳାଇ ଆସିଲେ। କଣ କଲେ? ସବୁ ଜିନିଷ ପତ୍ର ବିକି ଦେଇକିରି ତାଙ୍କ ପୁଅକୁ ଧରି ସେ କଟକ ପଳାଇ ଆସିଲେ। କଣ ପାଇଁ? ସେ କଟକରେ ସେ ଭଲ ଭାବରେ ପାଠ ପଢିବ, ଇଂରେଜୀ ଶିକ୍ଷା ଶିଖିବ। ସେଇଥିପାଇଁ ସେ ତାଙ୍କ ବାପା, ଘରେ ତ ଆଉ ତାଙ୍କର କେହି ନାହାନ୍ତି ନା, ତାଙ୍କ ମା ତ ମରିଗଲେ, ସେ ଏକୁଟିଆ କେମିତି ରହିବେ? ସେଇଥିପାଇଁ ସେ ତାଙ୍କ ବାପା ତାଙ୍କୁ କଟକକୁ ସାଙ୍ଗରେ ନେଇ ଆଣିଲେ। ନମ୍ବର ତଳେ କେତେ ଗୁଡିଏ ବୈଦେଶିକ ଶବ୍ଦ ଦିଆଯାଇଛି, ସେଗୁଡିକର ଅର୍ଥ ପାକ କୋଠରୀରୁ ବାଛି ଲେଖ। ମଫସଲ, ଗାଁ ଅଞ୍ଚଳ। ଗାଁ ଅଞ୍ଚଳ। ମାଲମତା, ଜିନିଷ ପତ୍ର। ହାଜର, ଉପସ୍ଥିତ। ହାଲ, ମାନସିକ ସ୍ଥିତି। ଅବସ୍ଥା, ମାନସିକ ସ୍ଥିତି। ମାନସିକ ସ୍ଥିତି। ନମ୍ବର 3, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ଦେଖ, ବନ୍ଧନୀରେ ଥିବା ଶବ୍ଦ ଗୁଡ଼ିକୁ ମୁଁ ପଢି ଦେଉଛି। ବାହାଲ, ଇଞ୍ଜାମ, ମୁସ୍କିଲ, ମେହରବାନୀ, ଶରୀର। ଆଲ୍ଲାହ ସମସ୍ତଙ୍କ ପାଇଁ ଡ୍ୟାସ୍ କରନ୍ତି। କଣ କରନ୍ତି? ମେହରବାନୀ। କାର୍ଯ୍ୟରେ ଡ୍ୟାସ୍ ହେବା ଯୋଗୁଁ ସେ ସନ୍ତୁଷ୍ଟ। କାର୍ଯ୍ୟରେ ଡ୍ୟାସ୍ ହେବା ଯୋଗୁଁ ସେ ସନ୍ତୁଷ୍ଟ।
ମୁକରିର କାର୍ଯ୍ୟରେ ମୁକରିର ହେବା ଯୋଗୁଁ ସେ ସନ୍ତୁଷ୍ଟ। ସୁରେଶ ବାବୁ ବେସରକାରୀ କାର୍ଯ୍ୟରେ ଡେଥ୍ ହୋଇଛନ୍ତି। କ'ଣ ହେବ? ଇଞ୍ଜାମ ବାହାଲ ହେବ। ସୁରେଶ ବାବୁ ବେସରକାରୀ କାର୍ଯ୍ୟରେ ବାହାଲ ହୋଇଛନ୍ତି। ନୂଆବର୍ଷ ଠାରୁ ଦୀପକ କାମ ଡେଥ୍ କରୁଛନ୍ତି। ନୂଆବର୍ଷ ଠାରୁ ଦୀପକ କାମ ଇଞ୍ଜାମ କରୁଛନ୍ତି। କାମଟି ଯେତେ ଡେଥ୍ ହେଲେ ବି ରବି କରିଥାଏ। ମୁସ୍କିଲ ଭେରି ଗୁଡ୍। ମୁସ୍କିଲ କାମଟି ଯେତେ ମୁସ୍କିଲ ହେଲେ ବି ରବି କରିଥାଏ। ଦେଖ ସନ୍ଧି ବିଚ୍ଛେଦ କର। ଉଚ୍ଚାସା ଉଚ୍ଚ ଯୋଗ ଆଶା ଉଚ୍ଚାସା ଯୋଗ ଆଶା। ଭେରି ଗୁଡ୍। ମୁଦ୍ରିତାବସ୍ଥା ମୁଦ୍ରିତ ଯୋଗ ଅବସ୍ଥା ମୁଦ୍ରିତ ଯୁକ୍ତ ଅବସ୍ଥା ମୁଦ୍ରିତାବସ୍ଥା। ପରସ୍ପର ପର ଯୋଗ ପର ପର ଯୋଗ ପର ପରସ୍ପର। ମତାମତ ମତ ଯୋଗ ଆମତ ମତ ଯୋଗ ଆମତ। ତାହେଲେ ପିଲାମାନେ ଭଲ ଭାବରେ ଗଳ୍ପଟିକୁ ବୁଝିଲ। ଏବେ ଗୋଟିଏ ଗୃହ କାର୍ଯ୍ୟ ଲେଖିନିଅ। ଫକୀର ମୋହନ ସେନାପତିଙ୍କର ରେବତୀ ଗଳ୍ପକୁ ସଂଗ୍ରହ କରି ପଢ଼।